ସକାଳୁ ସକାଳୁ ଏମିତି ଫେସବୁକ୍ ସ୍କ୍ରୋଲ୍ କରୁ କରୁ ଦେଖିଲି ଗୋଟେ ନ୍ୟୁଜ୍ ଯେ ଜଣେ ଭାଇ ଆଇପିଏଲ୍ରେ ଯେଉଁ ଜୁଆ ଲଗେଇ ଗୋଟେ ଥର୍ ଗାଡ଼ି ଜିତିଛନ୍ତି, 90 ଲକ୍ଷ ନା କୋଟିଏ ଟଙ୍କା ଜିତିଛନ୍ତି। ଏମିତି କିଛି କିଛି ଭିଡ଼ିଓ ବି ସାମ୍ନାକୁ ଆସିଲା ଯେଉଁଥିରେ ସେ ଲୋକମାନେ ନିଜେ ଆସି ଇଣ୍ଟରଭ୍ୟୁ ଦେଉଛନ୍ତି, କହୁଛନ୍ତି ଯେ ଭାଇ ମୁଁ ଜିତିଗଲି, ଦିନକୁ ମାତ୍ର 49 ଟଙ୍କା 50 ଟଙ୍କା ଲଗାନ୍ତୁ। ଏବେ ତ ଅଫର୍ ଚାଲିଛି, ଯଦି ଆପଣ ନୂଆ ଖେଳିବା ପାଇଁ ଯାଉଛନ୍ତି ତାହେଲେ ଟଙ୍କାଏ 2 ଟଙ୍କାରେ ବି ଆପଣ ଲଗେଇକି ଜିତିପାରିବେ, ଇନକମ୍ କରିପାରିବେ। ଆଚ୍ଛା, ଆପଣ ପ୍ରତିଦିନ ସକାଳୁ ଉଠୁଥିବେ, ଦେଖୁଥିବେ ବହୁତ ଲୋକ ନିଜର କର୍ମକ୍ଷେତ୍ରକୁ ଯାଉଛନ୍ତି, ପରିଶ୍ରମ କରୁଛନ୍ତି, କିଛି ଦିନ ମଜୁରିଆ ଦେଇକି 200-400 ଟଙ୍କା ଲେଖା ପାଉଛନ୍ତି। ସକାଳୁ ଗଲେ 6 ଘଣ୍ଟା 7 ଘଣ୍ଟା ପରିଶ୍ରମ କଲା ପରେ ସନ୍ଧ୍ୟାବେଳକୁ ତାଙ୍କ ପାଖରେ 400-500 ଟଙ୍କା ମିଳୁଛି, ସେଥିରେ ତାଙ୍କ ଘର ଚଳୁଛି, ସେମାନେ ନିଜେ ଚଳୁଛନ୍ତି। ଏସବୁ ଜିନିଷ ଆପଣ ରେଗୁଲାର ଦେଖୁଥିବେ। ଆଉ ଯିଏ ଚାକିରିଆ ସେ ମାସ ତମାମ ପର୍ଟିକୁଲାର ତାର ଚାକିରିକି ଯାଉଥିବ, ଫେରୁଥିବ, ସେଠୁ ଫେରିଲା ପରେ ତା ପାଖରେ ମାସ ତମାମର ଯେଉଁ ଲାଷ୍ଟ ବଳକା ପଇସା, ସେଇ ପଇସାରେ ସେ ଚେଷ୍ଟା କରୁଥିବ ତା ଘରଟିକି ଚଳାଇବା ପାଇଁ, ତା ପିଲା ଛୁଆକୁ ବଡ଼ ମଣିଷ କରିବା ପାଇଁ। ସିଏ ତାର ଲିଭିଂଟା ସେଇ ୱେରେ କରୁଛି। ଯିଏ ଯେଉଁ ଭଳିଆ ଇନକମ୍ କରୁଛି ସେ ସେଇ ଭଳିଆ ଖର୍ଚ୍ଚ କରୁଛି। ଆଉ ଆପଣ ଏକଥା ବି ଦେଖୁଥିବେ ଯେ ସେମାନଙ୍କର ଗୋଟେ ସିଷ୍ଟମେଟିକ୍ ଲାଇଫ୍ ଥିବ। ସିଷ୍ଟମେଟିକ୍ ଲାଇଫ୍ ମାନେ ସିଏ ତାଙ୍କର ମାସିକିଆ ସଉଦା 2-3 ହଜାରରୁ ଅଧିକ ହେବନି, ପରିବା ଖର୍ଚ୍ଚ ଆମେ ଅଧିକ କରିବାନି, ଗୋଟେ ଲିମିଟେଡ୍ ଭିତରେ ସେମାନେ ତାଙ୍କ ନିଜ ଜୀବନଟାକୁ ବିତେଇ ଚାଲିଥିବେ। ଅଚାନକ ଭାବରେ ଆପଣ ଏମିତି ଭିଡ଼ିଓ ସବୁ ଯେତେବେଳେ ସାମ୍ନାକୁ ଆସୁଛି, ଲୋକମାନେ ଦେଖୁଛନ୍ତି, ଆଉ ଆଇପିଏଲ୍ର ପ୍ରମୋସନରେ ବହୁତ ବଡ଼ ବଡ଼ ସେଲିବ୍ରିଟି ମାନେ ଏହାକୁ ପ୍ରମୋସନ୍ କରୁଛନ୍ତି। ଆପଣ ଥରେ ଭାବିକି ଦେଖନ୍ତୁ, ଗୋଟିଏ ଗେମ୍ ଯିଏ ତିଆରି କରିଛି ସେ 1 କୋଟି ଟଙ୍କା ଦେଉଛି। ଥରେ ଭାବିକି ଦେଖନ୍ତୁ ତା ପଛର ଇନକମ୍ ତାର କେତେ ହେଉଛି। ଯେମିତି ଗୋଟେ ରାସ୍ତାରେ ବୁଲୁଥିବା ଭିକାରୀ, ସେ କ'ଣ କୁହେ କି ମୁଁ ଯଦି ଗୋଟେ ଲୋକ 10 ଟଙ୍କା ଦେଉଛି ସେଇଟା ଯେତେ ଇମ୍ପୋର୍ଟାଣ୍ଟ ନୁହେଁ, ଯଦି 100 ଜଣ ଲୋକ ଟଙ୍କାଟେ ଦେଉଛନ୍ତି ସେଇଟା ଇମ୍ପୋର୍ଟାଣ୍ଟ, କାହିଁକିନା ତାର 100 ଟଙ୍କା ହେଇଗଲା। ଆଉ ଏ ଗେମ୍ ହେଉଛି ସେମିତି, ଯେତେବେଳେ ଲକ୍ଷ ଲକ୍ଷ ଲୋକ ସେଥିରେ ଇନଭେଷ୍ଟମେଣ୍ଟ କରୁଛନ୍ତି ଜିତିଯିବା ଆଶାରେ, ସମସ୍ତେ 50 ଟଙ୍କା ଯେତେବେଳେ ଇନଭେଷ୍ଟମେଣ୍ଟ କରୁଛନ୍ତି, ପ୍ରତିଦିନ ଜଣିଏ ଲୋକକୁ ଦିଆଯିବ 1 କୋଟି ଟଙ୍କା, ତା ସହିତ ଗାଡ଼ିଟିଏ। ଯଦି ଆପଣ ଖୋଲା ମସ୍ତିଷ୍କରେ ଭାବିବେ, ସେ କ'ଣ କେବଳ କୋଟିଏ ଲୋକ ଇନଭେଷ୍ଟମେଣ୍ଟ କରୁଛନ୍ତି ଟଙ୍କାଟେ, କିଏ ତା ଭିତରେ 50 ଟଙ୍କା, କିଏ 100 ଟଙ୍କା, କିଏ ଯାହାର ଖେଳ ବିଷୟ ଟିକେ ଅଧିକ ଆଇଡ଼ିଆ ଅଛି, ଯିଏ ଜିତିବା ପାଇଁ ମାନେ ଭାବୁଛି ଯେ ମୁଁ ଏଇ ଜିନିଷ କରିଦେଲେ ଜିତିଯିବି, ସେ ଆହୁରି ଅଧିକ ପଇସା ଲଗାଉଥିବ। ଏଇଭଳିଆ ଯେତେବେଳେ ସମସ୍ତେ ପ୍ରତିଦିନ ସେଇଥିରେ କିଛି 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 ପଇସା ଇନଭେଷ୍ଟମେଣ୍ଟ କରିବେ, ତ ଓଭିୟସଲି ଯଦି ଜଣେ ଲୋକ ଜିତିଲେ ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ବଡ଼ ବଡ଼ ନ୍ୟୁଜ୍ ଚ୍ୟାନେଲ, ନ୍ୟୁଜ୍ ପୋର୍ଟାଲରେ ଆପଣ ଦେଖୁଥିବେ ଏ ଜିନିଷଟା ବହୁତ ହାଇଲାଇଟ୍ ହେଉଛି ଯେ Dream11ରେ ଜଣେ ଏତେ ଟଙ୍କା ଜିତିଗଲା। ଏଗୁଡ଼ା ଆପଣଙ୍କୁ ଦେଖିଲା ପରେ ଭାବୁଥିବେ, ସାର୍ ମୋ ଜୀବନଟା ଆକ୍ଚୁଆଲି ସତରେ କେତେ, ମାନେ ମୁଁ ସକାଳୁ ଉଠି ଖଟୁଛି, କିଛି ନାହିଁ, ପରିଶ୍ରମ କରୁଛି, ଛୁଆ ପିଲାଙ୍କ ପାଇଁ ପଇସା ନାହିଁ, ଲୋନ୍ ଧାରରେ ବୁଡ଼ୁଛି, ସେ ସାର୍ ରାତାରାତି 50 ଟଙ୍କା ଲଗାଇଦେଲା, 1 କୋଟି ଟଙ୍କା ଜିତିଗଲା। ଏସବୁ ଯେତେବେଳେ ଦେଖୁଥିବେ ମୁଣ୍ଡ ଭିତରେ ଏ ଜିନିଷଟା ମାନେ ବିଶ୍ୱାସ କରିବେନି, ଭାରି ଆପଣଙ୍କୁ ମାନେ ବିଚଳିତ କରିବ। ଆପଣ ଭାବିପାରିବେନି ଯେ ସାର୍ ମୁଁ କ'ଣ, ମୋ ଜୀବନର କ'ଣ ଅଛି, 1 କୋଟି ଟଙ୍କା ଜିତିଗଲା, ଗାଡ଼ି ଧରିକି ବୁଲିବ, ଇଏ କରିବ। ଆପଣ ସବୁବେଳେ ଜାଣିଥାନ୍ତୁ ସେ ଯେଉଁ 1 କୋଟି ଟଙ୍କା ନା, ମୁଁ ଆପଣଙ୍କୁ ଲେଖିକି ଦେଉଛି, ସେ 1 କୋଟି ଟଙ୍କାଟା କେବଳ ଅପବ୍ୟୟରେ ହିଁ ଯିବ। ସେଥିରେ ସେ ଯାହା ବି କରିବ ନା, ସେ ଜିନିଷଟା କେବଳ ଅପବ୍ୟୟରେ ଯିବ। ଆପଣ ପରିଶ୍ରମର ଫଳ କେବଳ ଆପଣଙ୍କ ସାଥରେ ହିଁ ରହିବ। ଆପଣ ଯେଉଁ ମାସକୁ 3,000-4,000 ଟଙ୍କାର ଯେଉଁ ପିଲାଟିକି ପୋଷୁଛନ୍ତି, ପାଳୁଛନ୍ତି, ସେ 3-4 ହଜାରରେ ପାଳୁଥିବା ପିଲାଟା ନା, ସେ ବାପା ମାଆର ଦୁଃଖ ଦେଖୁଛି, ଭବିଷ୍ୟତରେ ସେ କେମିତି ଉନ୍ନତି ହେବ ସେ କଥା ଭାବୁଛି। ଏଇଭଳି ୱେରେ ଯଦି ଆପଣ ଯାଉଥିବେ, ସେ ୱେଟା ଆପଣଙ୍କୁ କଷ୍ଟ ଦେଇପାରେ ମଧ୍ୟ, କିନ୍ତୁ ମଲା ବେଳକୁ ନା ଶାନ୍ତିରେ ଖୁସିରେ ମରିବି, ଯାହା ମୋର କିଛି ଅଫସୋସ ନାହିଁ, ଯେତିକି ମୁଁ ପରିଶ୍ରମ କରିଥିଲି ମୁଁ ସେତିକିରେ କାହା ପାଖରେ ଚୋରି ନାହିଁ, କିଛି ମାନେ ଲମ୍ପଟ ଗୁଣ ନାହିଁ, କିଛି ନାହିଁ, ଶାନ୍ତିରେ ମରିବି, ଆଉ ଶାନ୍ତିରେ ଶୋଇବେ ମଧ୍ୟ। ପ୍ରତିଦିନ ରାତିରେ ଆପଣଙ୍କୁ ଭଲ ନିଦଟିଏ ହେବ, ଶରୀରର ଥକା ହେଉ କିମ୍ବା ବିନା ଚିନ୍ତାରେ ଥିବା ଘର ହେଉ, ଶାନ୍ତିରେ ଶୋଉଥିବେ। ଆଉ ଏଇ ଯେଉଁ ଜୁଆ ରାତାରାତି କୋଟିପତି ହେଇଯିବା ନିଶା ମୁଣ୍ଡ ଭିତରେ ଯେତେବେଳେ ପଶିବ ନା, ଆପଣ ଅଚାନକ 1 କୋଟି ଟଙ୍କା ଆଣିଲେ ଆପଣ ଜାଣିପାରିବେନି ମୁଁ କ'ଣ କରିବି,
କ'ଣ ଖର୍ଚ୍ଚ କରିବି ଆପଣ ଭାବିପାରିବେନି। ହେଇକି ଘର ଖଣ୍ଡେ ବନେଇବି, ସେ ଘରେ ଯଦି ତୁମେ ଶାନ୍ତିରେ ଶୋଇ ନପାରିବ ସେ ଘରର ମୂଲ୍ୟ କ'ଣ ଅଛି ଆଜ୍ଞା? ଯେଉଁ ଘରେ ତୁମକୁ ଭଲସେ ନିଦ ହେଉନି ନା, ସେ ଘରେ ରହିବା ଯାହା, ମଶାଣିରେ ଶୋଇବା ସେଇଆ। ଏ କଥାଟା ସବୁ ଭାଇ ଭଉଣୀମାନେ ସମସ୍ତେ ଭାବି ରଖନ୍ତୁ। ଯେ ଭାବନ୍ତୁ ଯେ ଏକକାଳୀନ ଜୁଆରେ ଯେଉଁ ପଇସା ଆପଣ ଇନକମ୍ କରିଛନ୍ତି ଆପଣ ଜାଣିନାହାନ୍ତି କେଉଁ ଲୋକ କେଉଁ ପରିସ୍ଥିତିରେ ସେଠି ଲଗେଇଥିବ। କିଛି ଲୋକ ଏଇ କିଛି ଦିନ ତଳେ ଗୋଟେ ଭିଡ଼ିଓ ଭାଇରାଲ୍ ହେଇଥିଲା, ସେ କହୁଥିଲା ଯେ ତା ଜୀବନର ସବୁକିଛି ସେ ଲଗେଇ ଦେଇଛି ସେ ଜୁଆରେ। ତେଣୁକରି କେଉଁ ଲୋକର କେଉଁ ନିଶ୍ୱାସର ପଇସା ତୁମ ପାଖରେ ପହଞ୍ଚୁଛି ନା, ସେ ନିଶ୍ୱାସର ପଇସା ତ ପଡ଼ିବ ହିଁ ଆଜ୍ଞା ତୁମ ଉପରେ। ମୁଁ ବହୁତ ବଡ଼ ଜ୍ଞାନୀ ନୁହେଁ କି ବହୁତ ବଡ଼ ମାନେ କଥାକାର ନୁହଁ, କିନ୍ତୁ ମୋତେ ଏଇ ଜୁଆ ଜିନିଷଟା ଜମା ଭଲ ଲାଗେନି। ମୋତେ ଲାଗେ ଯେ ନବଯୁବକ ଛୁଆମାନେ ସେଠୁ ଦୂରେଇ ଆସନ୍ତୁ। ଆଜି ମୁଁ ଯେଉଁ କଥା କହୁଛି ବହୁତ ଲୋକ ସେ ବିଷୟରେ କହୁ ହିଁ ନାହାନ୍ତି, ସମସ୍ତେ ପ୍ରଚାରରେ ବ୍ୟସ୍ତ। ଇଏ ଏତେ ପାଇଗଲା, ସେ ସେତେ ପାଇଗଲା, ସବୁବେଳେ ଡିସ୍କସନ୍ କରୁଛନ୍ତି ଭାଇ ସେ କୋଟିପତି ହେଇଗଲା। ଆରେ ସେ କୋଟିପତି କେତେ ଦିନ ରହିବ? ସେ କୋଟିଏ ଟଙ୍କା କେତେ ଦିନ ରହିବ? ମଦ ପିଆ, ମାଲ ପିଆ, ଯିଏ ଦେଖିଲା ରାସ୍ତାରେ ଏ ଭାଇ ଆଉ ତୁ କୋଟିଏ ଟଙ୍କା ଜିତିଛୁ ଦେ କ'ଣ, ଏଇଭଳିଆ ଖର୍ଚ୍ଚ କରି 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 ସେ ପଇସା କେଉଁ ଦିନ ପଳେଇବ ତୁମେ ହିସାବ ପାଇବନି। ଆଉ ସେ ରାତି ଅଧିଆ ପଇସା ନିଶାଠୁ ଦୂରେଇ ଆସନ୍ତୁ। ଯେଉଁ ସୁନ୍ଦର ଆଉ ସ୍ୱଳ୍ପ ଧନରେ ଯେଉଁ ନିଜ ଭଲ ବିଚାରକୁ ନେଇକି ରୁହନ୍ତୁ, ଆଉ ସେଇଟା ତୁମକୁ ସତ କଥା କହୁଛି ଶାନ୍ତିରେ ନିଦ ଟିକେ ଦେବ ରାତିରେ। ଆଉ ସେଇ ନିଦ ପୁଣି ଯେତେବେଳେ ସକାଳୁ ଉଠିବି ପୁଣି କର୍ମକୁ ଯିବେ, ସେଇ ନିଦ ହିଁ ତୁମର ବଳ ହେବ। ଆଉ ଏମିତି ଅଚାନକ ପଇସା ଗାଦିରେ ଶୋଇ କିଛି ଦିନ ପରେ ଆଉ ପକେଟରେ କିଛି ନଥିବ, ଲୋନ୍ ଧାରରେ ବୁଡ଼ିଥିବି, ସେଭଳିଆ ନିଦ ତ ଆଜ୍ଞା ଦରକାର ନାହିଁ। ତେଣୁକରି ଭାଇମାନେ ଯିଏ ଭିଡ଼ିଓଟି ଦେଖୁଛ ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରୁଛି, ଜୁଆ ମୋହରେ ପଡ଼ ନାହିଁ, ଜୁଆ ମୋହରେ ଜମା ପଡ଼ ନାହିଁ। ଏଟା ଭଲ ଜିନିଷ ନୁହଁ। ଜୟ ଜଗନ୍ନାଥ।